ଏହି ପାଞ୍ଚଟି କଥା ସବୁବେଳେ ମନେ ରଖନ୍ତୁ। ଯଦି କେହି ଆପଣଙ୍କୁ ଅଣଦେଖା କରେ ତେବେ ତାକୁ ସମ୍ପୂର୍ଣ୍ଣ ଅଣଦେଖା କରନ୍ତୁ। କାହାକୁ ତେଲ ମାରିବା ଦରକାର ନାହିଁ। ଆପଣ ନିଜର ଦାରିଦ୍ର୍ୟ ବିଷୟରେ କାହାକୁ କୁହନ୍ତୁ ନାହିଁ, ନଚେତ୍ ଲୋକମାନେ ଆପଣଙ୍କ ଉପରେ ହସିବେ। ଆପଣଙ୍କ ଠାରୁ ଧନୀ ଲୋକ କିମ୍ବା ନେତାଙ୍କୁ ଭିକ୍ଷା ମାଗିବା ବନ୍ଦ କରନ୍ତୁ। ଆପଣ କାହାର ଦାସ ନୁହନ୍ତି। ନିଜ ଜିଭକୁ ସଂଯମ ରଖିବା ଶିଖନ୍ତୁ। କାଲି କ'ଣ କରିବାକୁ ଯାଉଛନ୍ତି କାହାକୁ କୁହନ୍ତୁ ନାହିଁ। ସବୁବେଳେ ନିଜର ଦୁର୍ବଳତାକୁ ଗୁପ୍ତ ରଖନ୍ତୁ। ଏପରିକି ଆପଣଙ୍କ ସବୁଠାରୁ ଭଲ ବନ୍ଧୁ ଠାରୁ ମଧ୍ୟ। ମୋ ମା, ମୁଁ ମରିଗଲେ ମୋ ଶବକୁ ନେଇଯିବା ପରେ ସମସ୍ତେ ଉଠି ନିଜ ନିଜ ବାଟରେ ସମସ୍ତେ ପଳେଇବେ, କିନ୍ତୁ ଜଣେ ମଣିଷ ମାଟି ଆଉଁସିକି କାନ୍ଦୁଥିବ। ସେ ଜଣକ ହେଉଛନ୍ତି ମୋ ମା। ଭଲ ତ ସମସ୍ତେ ପାଇପାରିବେ, ହେଲେ ମୋ ମା ପରି ମୋତେ କେହି ଭଲ ପାଇପାରିବେନି। ସତରେ ମାର ଭଲ ପାଇବା କିଛି ଅଲଗା। ତା ଋଣ କେହି ଶୁଝି ପାରିବେନି। ଏହି ଦୁନିଆରେ ଲଭ୍ ୟୁ ମୋ ମା। ଈଶ୍ୱର ହିଁ କର୍ମ ଫଳଦାତା। କର୍ତ୍ତରାଜ୍ଞୟା ପ୍ରାପ୍ୟତେ ଫଳମ୍ କର୍ମ କିପର କର୍ମ ତଦ୍ୱଡମ୍। କର୍ମ କରିଯାଅ, ଫଳାଫଳକୁ ଅପେକ୍ଷା କର ନାହିଁ। କାରଣ କେବଳ କର୍ମରେ ହିଁ ତୁମର ଅଧିକାର। ଏହା ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି। ଏହି କଥାଟିକୁ ଅନେକ ସାଧୁସନ୍ଥ ନିଜ ନିଜ ଭାଷାରେ କହିଛନ୍ତି। ତାହାର ବ୍ୟାଖ୍ୟା ମଧ୍ୟ ଅନେକ ପ୍ରକାରରେ କରାଯାଇଛି। ଭଗବାନ ରୂପେ ଆଖ୍ୟାତ ରମଣ ମହର୍ଷି ସେମାନଙ୍କ ମଧ୍ୟରୁ ଅନ୍ୟତମ। ରମଣ ମହର୍ଷିଙ୍କ ଜନ୍ମ 1929 ମସିହା ଡିସେମ୍ବର ମାସ 30 ତାରିଖରେ ରାମନାଡ ଜିଲ୍ଲାର ତିରୁଚୁଜି ଗ୍ରାମରେ। ସେ ସଦା ସର୍ବଦା ଭାବୁଥିଲେ ଅରୁଣାଚଳ ହିଁ ତାଙ୍କ ଜୀବନର ଲକ୍ଷ୍ୟସ୍ଥଳ। 16 ବର୍ଷ ବୟସରେ ସେ ଜାଣିଲେ ଅରୁଣାଚଳ ତାମିଲନାଡୁର ତିରୁବନ୍ନା ମଲାଇରେ ଅବସ୍ଥିତ। ପରେ ସେହି ଅରୁଣାଚଳ ହିଁ ତାଙ୍କର ଠିକଣା ହୋଇଯାଇଥିଲା। ତାମିଲ ଭାଷାରେ ତାଙ୍କ ଉପଦେଶ ଗୁଡ଼ିକ ଉନ୍ଦିୟର ନାମରେ ସଂକଳିତ। ସ୍ୱାମୀ ତେଜୋମୟାନନ୍ଦ ତାହାର ଅନୁବାଦ ଓ ବ୍ୟାଖ୍ୟା କରିଛନ୍ତି। ତାହା ସଂସ୍କୃତ, ମାଲାୟାଲମ ଓ ତେଲୁଗୁ ଭାଷାରେ ଅନୁଦିତ ହୋଇଛି। ତାହାର ଓଡ଼ିଆ ଅନୁବାଦ ମଧ୍ୟ ଉପଦେଶ ସାର ନାମରେ ପ୍ରକାଶ ପାଇଛି। ଉପଦେଶ ସାର ନାମରେ ପ୍ରକାଶ ପାଇଛି। ଜୟ ଶ୍ରୀ ଜଗନ୍ନାଥ।